ଯେଉଁ ଯେଉଁ ନଗରରେ ବହୁତ ଶକ୍ତିର କାର୍ଯ୍ୟ କରାଯାଇଥିଲା। తెలుగులో చదవండి, తెలుగు బైబిల్ ఉందా లేదా? ଆଚ୍ଛା, ମୁଁ ଜଣେକା ତେଲୁଗୁ ଲୋକ ଅଛି କି ଏଠି? ଓକେ, ଥ୍ୟାଙ୍କ ୟୁ। ଆଉ ଥରେ ପଢ଼ନ୍ତୁ ଓଡ଼ିଆରେ। ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଶକ୍ତିର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ। ଗୋଟିଏ ମିନିଟ୍। ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଛି କିଛି ନଗରରେ ବହୁତ ପାୱାରଫୁଲ ମିନିଷ୍ଟ୍ରି କରିଥିଲେ, ଆଉ ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ। ଆଚ୍ଛା, ମୋତେ କୁହ, ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ, ଯେଉଁମାନେ ଓଡ଼ିଆ ଭଲରେ ଜାଣ, ଅଧିକାଂଶକୁ କ'ଣ ବୋଲି ଆମେ କହିବା? ଅଧିକାଂଶ ମାନେ କ'ଣ? ଯୀଶୁଙ୍କର ସବୁ ଆଶ୍ଚର୍ଯ୍ୟ କର୍ମକୁ ଯଦି ଆମେ ଏକ ଭାଗରେ ରଖିବା ତ ତାର ଅଧିକ ଅଂଶ ଏଇ 3 ଗୋଟି ନଗରରେ ସେ କରିଥିଲେ। ଆଚ୍ଛା, ଯୀଶୁ କ'ଣ କ'ଣ ଶକ୍ତିର କାମ କରିଥିଲେ? କିଛି କିଛି କୁହ ଫଟାଫଟ। ରୋଗୀମାନଙ୍କୁ ବୋଲି କୁହ ନାହିଁ, ଗୋଟେ ଗୋଟେ ରୋଗୀର ନାଁ କୁହ। ଅନ୍ଧକୁ ସୁସ୍ଥ କଲେ, ଜୋରରେ କୁହ। କୁଷ୍ଠି ରୋଗୀକୁ, ହଁ। ପାଣିକୁ ଦ୍ରାକ୍ଷାରସ, ରୋଗ କି ସେଟା? ନାଇଁ ତ, ହଁ। ମୃତ ବ୍ୟକ୍ତିକୁ ଉଠାଇଲେ। ଏଇଟା କୋଉ ବଡ଼ ପ୍ରଶ୍ନ ପଚାରି ଚିନ୍ତାରେ ଅଛ? ଅନ୍ଧକୁ, କାଲାକୁ, ଘୁଙ୍ଗାକୁ, ପକ୍ଷାଘାତୀକୁ, ଜ୍ୱର ହେଇଥିବା ଲୋକକୁ, ପ୍ରଦର ରୋଗୀକୁ ପ୍ରଭୁ ସୁସ୍ଥ କଲେ। କିନ୍ତୁ ଅଧିକାଂଶ ଶକ୍ତିର କାମ ଯୀଶୁଙ୍କର ଫେଭରେଟ୍ 3ଟି ସହର ଥିଲା। ଆମେ ଯଦି କୋଉ ସହରକୁ ଯାଇକି ବେଶୀ କାମ କରୁଛୁ ମାନେ ଆମର ପ୍ରିୟ ହେଇଥିବ ନା ସେଇଟା। ତ ଯୀଶୁଙ୍କର ବି ଫେଭରେଟ୍ 3ଟା ସହର ଥିଲା, ସେଇଠି ଯାଇକି ବେଶୀ କାମ କରୁଥିଲେ। ଫେଭରେଟ୍ କହିଲେ ଭୁଲ ହେଇପାରେ, ଯୀଶୁ ସେଠାକୁ ବହୁତ ଯାଇକି ବହୁତ କାମ କରିଥିଲେ। କେଉଁ କେଉଁ ସହର? ଗୋଟିଏ ହେଲା ବେଥସାଇଦା। ପଢ଼ ଆଜ୍ଞା, ତଳକୁ ପଢ଼। ହାୟ ଦଣ୍ଡର ପାତ୍ର କୋରାଜିନ୍, ହାୟ ଦଣ୍ଡର ପାତ୍ର ବେଥସାଇଦା। ଗୋଟିଏ ହେଲା କୋରାଜିନ୍, ଆଉ ଗୋଟିଏ ହେଲା ବେଥସାଇଦା। ସେଇ 2 ଗୋଟି ନଗରରେ ପ୍ରଭୁ ଅଧିକ ଶକ୍ତିର କାମ କରିଥିଲେ। ଆଉ ଦିନେ ଯୀଶୁ କହିଲେ, ହାୟ ଦଣ୍ଡ ପାଇବ ତୁମେ, ଦଣ୍ଡର ପାତ୍ର। ତାପରେ ତଳକୁ ପଢ଼ନ୍ତୁ। କାରଣ ତୁମମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସହର ଓ ସିଦନରେ କରାଯାଇଥାନ୍ତେ, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ଫିନ୍ଦି ବାଉଁଶରେ ବସି ମନ ପରିବର୍ତ୍ତନ କରିଥାନ୍ତେ। ତଥାପି ମୁଁ ତୁମମାନଙ୍କୁ କହୁଅଛି, ବିଚାର ଦିନରେ ତୁମମାନଙ୍କ ଦଶା ଅପେକ୍ଷା ସହର ଓ ସିଦନର ଦଶା ସହନୀୟ ହେବ। ଆଉ ରେ କର୍ଫାନହୁମ୍, ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧରାତି ହେବ। କାରଣ ତୋ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋଦମରେ କରାଯାଇଥାନ୍ତେ, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାନ୍ତା। କେତୋଟି ସହରର ନାଁ କହିଲେ ଯୀଶୁ? କ'ଣ କ'ଣ? କୋରାଜିନ୍, ବେଥସାଇଦା, କ'ଣ କ'ଣ? କଫରନାହୁମ୍। କଫରନାହୁମ୍ ନାହିଁ, କଫରନାହୁମ୍। ଏହି 3 ଗୋଟି ସହରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବହୁତ ଶକ୍ତିର କାମ କଲେ। ହେଲେ ଯୀଶୁ କାହିଁକି ସେ ନଗରକୁ ଯାଇକି ପୁଣି ସେମାନଙ୍କୁ କହିଲେ, ଦଣ୍ଡ ପାଇବ ତୁମେ, ହାୟ ତୁମେ ନର୍କ ଯିବ, ଏମିତି ବୋଲି କାହିଁକି କହିଲେ?
से माने शक्तिर काम देखिले हैं से माने मन परिवर्तन कले नहीं। अच्छा ताहले जरूरी नुहे जड़े शक्ति को आस्वादन कले मन परिवर्तन करदेव, किंतु एई पदरे आमे देखुछे कौन देखुछे जीशु शक्तिर काम करिबार उद्देश्य कौन आज्ञा? आपण माने किछि उत्तर देबे नाही, मो भी किछि कहबी नाही। एटा लीडर सेमिनार पास्टर सेमिनार तो आपण माने किछि किछि कहबा को पड़िबो। आपण माने टिके ओपन है कि फ्रीली टिके कहंतु, भूल हेले किछि असुविधा नहीं। जीशु तीन गोटी नगर रे शक्तिर काम करिबार उद्देश्य कौन? सुस्थ ही कि भल रे थो एटा नहीं। जीशुंकर हिलिंग मिनिस्ट्री रो पर्पस उद्देश्य मन परिवर्तन। ओके हेले आजिकाली जो माने हिलिंग मिनिस्ट्री करूछंती आंकर उद्देश्य कौन? बैंक रो खाता परिवर्तन, पर्स परिवर्तन, टंका परिवर्तन, घर परिवर्तन, कार परिवर्तन, बिल्डिंग परिवर्तन, चाकरी परिवर्तन। एटा का मदुआ हेले मध्य तुम्हें आस तुमको कार मिलिबो, प्रभु घर देबे, प्रभु चाकरी देबे, तुम अमेरिका जीवो, तुम पुअर चाकरी हेबो, तुम बौर चाकरी हेबो, तुम बहुत पैसा पाइबो, तुम संपत्ति पाइबो। एटा के चलछ। जीशु चाहूले कौन? मन परिवर्तन। आजिकाली लोक सुस्थ करिकी कौन कहउछंती? घर परिवर्तन, गाड़ी परिवर्तन। घर गाड़ी धन चाकरी खराब नुह, ताहा सेवा कार्यर लक्ष्य भी नुह। जेते प्रॉफिट बोलौछंती सेमानक पई मु गुडे कथा कहूछि, ध्यान रे सुनंतु। न्यू टेस्टामेंट prophecies, ओल्ड टेस्टामेंट prophecies centralized on building up the characters of God's people. लोक मानक परिवर्तन करिबा पई भाववाणी व्यवहार हेउथला। नूतन नियम रे भाववाणी निष्ठा पई पवित्रता पई व्यवहार हेउथला। नूतन नियम रे यीशु ख्रीष्ट हीलिंग कले, तांकर हीलिंग करिबार उद्देश्य एंटी मनसांद्रम। हाँ कि नहीं? हाँ ठीक कहल ना नहीं? हाँ हाँ मु तमिल कहीदेली। हाँ हाँ प्रेज द लॉर्ड। मन परिवर्तन हेबार अछि। अच्छा मु मने करो पक्षाघात थिले, मते प्रभु सुस्थ कले, उद्देश्य कौन तांकर? मु पक्षाघाती के मद पिउथिली, चोरी करुथिली, पाप करुथिली, हत्या करुथिली, व्यभिचार करुथिली, जहा 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 करुथिली, ये सब छाड़ी देबो बोली मते सुस्थ कले। एले मु पक्षाघाती लोग सुस्थ होला परे पाप बढ़ी देली, तो लाभ कौन हैला? जेते हीलिंग गिफ्टेड भाई भौणी माने ध्यान रे सुनंतु, परमेश्वर आपन को हीलिंग गिफ्ट दैछंती, तार उद्देश्य मन परिवर्तन हेबा दरकार। जदि नाही आपनकर हीलिंग क्रुसेड मीनिंगलेस, यूजलेस। आपण जाइकी हीलिंग क्रुसेड कले, लोक हीलिंग पाइले किंतु मन परिवर्तन कले नाई, से लोक मन परिवर्तन कले नाई। मन परिवर्तन न करिबा लोक केउठा को जीव भणी माने? हाँ नरक। ताहेले हमर हीलिंग द्वारा से कुआडे गला? लाभ कोन हैला? एणु चमत्कार को नमस्कार आमे करिके भारी खुशी हो जाओ। केमती वाह जानिचो कि पावर मालो अंध देखिला। हाँ जे जीसु को देखिला कि काला सुनिला। हाँ जे प्रभु को वाक्य शुणुची तो ना काला भल हो गला पर खाली सिनेमा गीत शुणुची।
ମା ତା ଗୋଡ଼ ଠିକ ହେଇଗଲା, ଚାଲୁଛି, ଚାଲି କୁଆଡ଼େ ଯାଉଛି? ସିନେମା ହଲକୁ। ଯୀଶୁ ଖ୍ରୀଷ୍ଟ ଯେଉଁ ସବୁ ଜାଗାରେ ସୁସ୍ଥ କଲେ, ସୁସ୍ଥ କଲା ପରେ ଯୀଶୁଙ୍କୁ ଇଚ୍ଛା ହେଲା ମୁଁ ଟିକେ ଯାଇକି ଦେଖେ ଯେଉଁ ଯେଉଁ ଜାଗାରେ ମୁଁ ସୁସ୍ଥ କରିଛି ସେମାନେ କେତେ ପରିବର୍ତ୍ତନ ହେଇଛନ୍ତି। ପ୍ରେଜ୍ ଦ ଲର୍ଡ। ଏ ତିନି ଗୋଟି ନଗରକୁ ଯୀଶୁ ଗଲେ। କେଉଁ କେଉଁ ନଗର? କୋରାଜିନ୍, ବେଥସାଇଦା, କଫରନାଉମ। କୋରାଜିନ୍ କୁ ଗଲେ। ହେଲେ କୋରାଜିନ୍ ରେ ଜଣେ ଲୋକ ସୁସ୍ଥ ହେଇଥିଲା। ଏକ୍ଜାକ୍ଟଲି ମୁଁ କହୁନାହିଁ କି କେଉଁ ଲୋକ ସେ କୋରାଜିନ୍ ରେ ସୁସ୍ଥ ହେଇଥିଲା। ଗୋଟିଏ ଉଦାହରଣ ପାଇଁ ମୁଁ କହୁଛି। କୋରାଜିନ୍ ରେ ମନେକର ଜଣେ ଲୋକ ସୁସ୍ଥ ହେଇଥିଲା, ମନେକର ଗୋଟେ ଛୋଟା ଲୋକ ସୁସ୍ଥ ହେଇଥିଲା, ହେଇଥିବ ନା ନାଇଁ? ଅଧିକାଂଶ ଲୋକ ସୁସ୍ଥ ହେଇଥିଲେ ମାନେ ଗୋଟେ ଛୋଟା ଲୋକ ବି ହେଇଥିବ। ଆଚ୍ଛା, ଯୀଶୁ ଗଲେ, ସେ ଛୋଟା ଲୋକଟା ବସିକି ଯୋଉଠି ଭିକ ମାଗୁଥିଲା, ମନେ କରନ୍ତୁ ସେ ଭିକ ମାଗୁଥିଲା, ସେ ଜାଗାକୁ ଯୀଶୁ ଖୋଜିବାକୁ ଯାଇଥିବେ। କାହିଁକି? ଯୀଶୁ ମିନିଷ୍ଟ୍ରି କଲା ପରେ ଫଲୋ ଅପ୍ ୱାର୍କ ବି କରୁଥିଲେ। ହିଲିଂ କଲା ପରେ ଯେଉଁମାନେ ହିଲିଂ ପାଇଥିଲେ ସେମାନେ ଚର୍ଚ୍ଚ ଯାଉଛନ୍ତି କି ନାହିଁ, ବାଇବଲ ପଢୁଛନ୍ତି କି ନାହିଁ, ପରିବର୍ତ୍ତନ ହେଇଛନ୍ତି କି ନାହିଁ, ଯୀଶୁ ତାହା ଫଲୋ ଅପ୍ କରୁଥିଲେ। ତ ଯୀଶୁ ମନେ କରନ୍ତୁ କୋରାଜିନ୍ କୁ ଗଲେ, ଗୋଟେ ପକ୍ଷାଘାତୀ ବା ଗୋଟେ ଛୋଟା ଲୋକ ସୁସ୍ଥ ହେଇଥିଲା। ଯୀଶୁ ଯେଉଁ ଜାଗାରେ ସୁସ୍ଥ କରିଥିଲେ ସେ ଜାଗାକୁ ଯାଇକି ଏନକ୍ୱାରି କରିଥିବେ। ମନେ କରନ୍ତୁ ଯୀଶୁ ଗଲେ, ଗୋଟେ ଲୋକ ସୁସ୍ଥ ହେଇଥିଲା, ସେ ଜାଗାକୁ ଗଲେ, ସେ ଲୋକ ସେଠି ନାହିଁ। କାହିଁକି ନାହିଁ ସେ ସେଠାରେ? ସେ ସୁସ୍ଥ ହେଇଯାଇଛି, ବସିଥିବ କି ଭିକ ମାଗି, ସୁସ୍ଥ ହେଇଗଲା। ଯୀଶୁ ଚିନ୍ତା କଲେ, ଜଣେ ବୁଢ଼ାକୁ ଦେଖିଥିବେ, ଆଚ୍ଛା ମଉସା ମଉସା କଣ ହେଲା? ଏଇଠି ଗୋଟେ ଭିକାରୀ ବସିଥିଲା, ପକ୍ଷାଘାତୀ ହେଇକି, ଛୋଟା ହେଇକି, ଆଉ ସେ ସୁସ୍ଥ ହେଇଗଲା, ଆଜିକାଲି ଚର୍ଚ୍ଚ ଯାଉଛି କି ମଉସା? ସେ ମଉସା ଭଲରେ ଦେଖିଲା, ବାବୁ ତୁମେ ଯୀଶୁ କିରେ ବାପା? ହଁ ମଉସା ମୁଁ କା ଯୀଶୁ। ତୁମେ କାହିଁକି ତାକୁ ସୁସ୍ଥ କଲ ରେ ବାବୁ? କଣ ହେଲା? ବାପାରେ ସେ ଭିକାରୀ ହେଇକି ଥିଲା, ଭଲ ଥିଲା ରେ, ସେ ସୁସ୍ଥ ହେଇଗଲା, ତାର ଗୋଡ଼ ଠିକ ହେଇଗଲା, ହାତ ଠିକ ହେଇଗଲା, ଗୋଟେ ଜାଗାରେ ବସିକି ରହୁନି ଏବେ। ତ କଣ ଖରାପ ହେଲା? ନାଇଁ, ସେ ଦେଖିବା ଟୋକି ମାନଙ୍କ ସାଙ୍ଗରେ ବୁଲୁଛି, ଦେଖିବା ମଦ ଦୋକାନକୁ ଯାଉଛି, ଦେଖିବା କଳି କଜିଆ ଜାଗାକୁ ଯାଉଛି। କାହିଁକି ରେ ବାବୁ ତାକୁ ସୁସ୍ଥ କଲୁ? ସେ କମ ପକ୍ଷାଘାତୀ ହେଇକି ଥିଲା ତ ଟିକେ ମନେ ମନେ ଦୁଃଖରେ ପ୍ରଭୁ ପ୍ରଭୁ ହଉଥିଲା, ଏବେ ପ୍ରଭୁର ନାମ ଭୁଲିଗଲା। ଯୀଶୁଙ୍କୁ ବଡ ଦୁଃଖ ଲାଗିଲା। ଛେ, ଆଉ ଗୋଟେ ନଗରକୁ ଗଲେ, ବେଥସାଇଦା। ସେଠାରେ ଜଣେ ରୋଗୀ ବିଷୟରେ ଏନକ୍ୱାରି କଲେ। ଜଣେ ମାଉସୀକୁ ପଚାରିଥିବେ, ମାଉସୀ लो କଣ ହେଲା ବାପା? ଏଠି ମୁଁ ଜଣକୁ ସୁସ୍ଥ କରିଥିଲି ମା, ସେ ଆଜିକାଲି ଟିକେ ପ୍ରାର୍ଥନା କରୁଛି। ବାବୁରେ କି ଗୁଣ ଗାଇବି ତାହାର ବାପା, ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହୁଁଛ ପାହୁଁଛ। ତୁ କାହିଁକି ରେ ବାପା ତାକୁ ସୁସ୍ଥ କଲୁ? ସେ ସେମିତି ଅବସ୍ଥାରେ ଥିଲା, ଭଲ ଥିଲା ରେ। କଣ ହେଲା? ସିଏ ଏବେ ଏଡେ ଉତ୍ପାତ ହଉଛି ବାପା, ଗାଁରେ ସମସ୍ତଙ୍କୁ ହଇରାଣ କରି ରଖିଛି। ଯୀଶୁଙ୍କୁ ବହୁତ ଦୁଃଖ ଲାଗିଲା। ବୋଲା ମୁଁ ଏମାନଙ୍କୁ ସୁସ୍ଥ କଲି, ଏମାନଙ୍କର ପାପ ଛାଡ଼ିଲେ ନାହିଁ, ଏମାନେ ମନ ପରିବର୍ତ୍ତନ କଲେ ନାହିଁ। ହାୟ ହାୟ ବୋଲି କହିଲେ କଣ? ହଁ, ଇଂଲିଶରେ ହାୟ, ସେଇଟା ନାହିଁ। ହିନ୍ଦୀରେ ହାୟ, ସେଇଟା ବି ନାହିଁ। ଓଡ଼ିଆରେ ହାୟ ବୋଲି କହିଲେ ଅଭିଶପ୍ତ। ଯୀଶୁ କାହାକୁ ଅଭିଶାପ ଦେଲେ? ସୁସ୍ଥ ହେଇଥିବା ଲୋକମାନଙ୍କୁ ଅଭିଶାପ ଦେଲେ। ଆଉ କଣ ବୋଲି କହିଲେ? ହାୟ, ଦଣ୍ଡର ପାତ୍ର। ଆଚ୍ଛା, ମତେ ଟିକେ ଆପଣ ମାନଙ୍କ ମୁହଁରୁ ଶୁଣିବାର ଅଛି। ଦଣ୍ଡର ପାତ୍ର ବୋଲି କହିଲେ କଣ? ବାଇବଲରେ ଲେଖା ନାହିଁ,
कौन बुझुछंती हाँ चाउलर डब्बा चाउल रखाଯିବ चिन्नी पात्र चिन्नी रखाଯିବ तेल पात्र तेल रखाଯିବ दंड पात्र दंड रखाଯିବ काहाकू दंड रखाଯିବ काहा उपरे दंड रखाଯିବ काहाकू दंड दियाଯିବ जे सुस्थ हैला काहीकि ताकू दंड मिलिबो सुस्थ हैला पर यीशु को शक्ति चाखिछि परा से यीशु को शक्ति को आस्वादन करिछि काहीकि ताकू दंड मिलिबो शक्ति चाखिले कौन हैला मन परिवर्तन करि नाही ता माने यीशु को हीलिंग मिराकल मिनिस्ट्री रो उद्देश्य कौन मन परिवर्तन हेले आजिकाली जदि केही केही हीलिंग कला परे ओ खुशी रे डेउछंती मु आज हीलिंग करिके आसिली सुनंतु खुशी बेसी हो नहीं कहीं जीसु हीलिंग कला परे भी जो मान को हीलिंग मिली थिला से माने परिवर्तन हेले नाई आमर हीलिंग रे परिवर्तन हेबे बोली ग्यारंटी अछि के किंतु हीलिंग द्वारा परिवर्तन भी हुअंती मु आपनको गोटे प्रमाण देबी सुंदर नामक फाटक जड़े मातृगर्भरु खंज लोक रखा जाउथला से जड़े भिकारी थिला पितर से देकी गले जाउथिले पितर ता आड़कू कहिले मो आड़कू अनाओ हाथ बढ़ाइला हाथ धरिले नाजरीतीय यीशु ख्रीष्टଙ୍କ नामरे चालो सेही क्षणी तार पादरे गोड़रे गंठीरे मांसपेशी रे बल आसिला से कुदा मारिला ठिया हैला सुस्थ हैला आउ से परिवर्तन हो गला प्रेज द लॉर्ड हालेलुया ता माने सुस्थ पाई कि परिवर्तन हेबा लोक भी अछंती हां कि नहीं किंतु सुस्थ पाई कि प्रभु को भूली जीवा लोक भी अछंती तेबे जेउ मानकर हीलिंग मिनिस्ट्री अच्छी आउ जदि जो माने हीलिंग पाउछंती आउ हीलिंग पाइला परे जदि से माने परिवर्तन हेउ नाहंती ताहले हीलिंग गिफ्टेड पाइथिबा भाई भौणी माने किछि आनंद करिवार नाही काहे कि हमर हीलिंग द्वारा जने लोक जदि परिवर्तन हेउ नाही यीशु ताहाको कहउछंती हाय दंडर पात्र